କବି ରମାକାନ୍ତ ରଥ ବୃତ୍ତିରେ ଥିଲେ ଜଣେ IAS ଅଫିସର, କିନ୍ତୁ ମନୋଭାବରେ ପ୍ରବୃତ୍ତିରେ ଥିଲେ ଜଣେ ଅତ୍ୟାଧୁନିକ ଓଡ଼ିଆ କାଳଜୟୀ ଅମର କବି। ତାଙ୍କ ରଚିତ କବିତାଗୁଡ଼ିକ ବିଭିନ୍ନ ସମୟରେ ଶ୍ରେଣୀକକ୍ଷରେ ପାଠ୍ୟ ଭାବରେ ପ୍ରଚଳିତ ହୋଇ ଆସୁଅଛି। ରମାକାନ୍ତ ରଥଙ୍କୁ ଛାଡ଼ି ଅତ୍ୟାଧୁନିକ ଓଡ଼ିଆ କବିତାର ସମାଲୋଚନା ଅସମ୍ପୂର୍ଣ୍ଣ ମନେ ହୁଏ। ତାଙ୍କର ପ୍ରଥମ କବିତା ସଂକଳନ କେତେ ଦିନରେ ଥିବା ଗୋଟିଏ ଲୋକପ୍ରିୟ ଶ୍ରେଣୀକକ୍ଷରେ ପାଠ୍ୟାନ୍ତର୍ଗତ କବିତା ହେଉଛି ଇନ୍ଦ୍ରଧନୁ। ସେ କବିତାଟିର ମୌଖିକ ଆଲୋଚନା ମୁଁ କରୁଅଛି। ତେବେ ଆଲୋଚନା କରିବା ପୂର୍ବରୁ ପାଠ୍ୟ କବିତାଟିକୁ ପଢ଼ି ଦେଉଅଛି। ଇନ୍ଦ୍ରଧନୁ, କବି ରମାକାନ୍ତ ରଥ। ମୁଁ ତୁମକୁ ଡାକୁଥିଲି ସତେ ଅବା ମଝି ପୋଖରୀରେ, ଭାସୁଥିବା ହଂସ ଏକ ଡାକୁଥିଲା ପହୁଞ୍ଚା ହଂସକୁ। ପୋଖରୀର ହୁଡ଼ା ଭାଙ୍ଗି ଯେତେବେଳେ ପାଣି ଆସିଗଲା, ତମେ ଫେରି ଚାହିଁଲ ନାହିଁ। କାହା ପାଇଁ ଏତେ ବେଶୀ ଭୟ? ଏବଂ ଓଦା ଶାଳପତ୍ରେ ଚକ୍ ଚକ୍ ଖରା ଝଲସୁଥିଲା। ସତେ ଅବା ପଲଟଣ କେତେ ଶୋଇଥିଲେ ସୂର୍ଯ୍ୟ ମୁହାଁ ହୋଇ, ଓ ତାଙ୍କ ନମ୍ବରମାନ ପାଲିସ୍ରେ ଜଳିଲା ଜଳିଲା। କାହାକୁ ଡରିଲ ତମେ? ଆମେ ଫେରି ଦେଖିଲୁ ଗାଁରେ ସବୁରି ଦରଜା ମେଲା। କେଉଁଠାରେ କୁଣ୍ଠିତ ଘୁଷୁରି ଓଟରା ହେବାର ଚିହ୍ନ, କେଉଁଠାରେ ବୁଣା ମାଣ୍ଡିଆତ, ଅନ୍ୟଠାରେ ଭଙ୍ଗା ହାଣ୍ଡି, ଲାଉତୁମ୍ଭା ଅଥବା ଜୁଆଳି। ସେମାନେ ଯେମିତି ମଧ୍ୟ ପଳାଇବା ନିମିତ୍ତ ଉଦ୍ୟତ, ଅଥଚ ପାରନ୍ତି ନାହିଁ। ଗାଁ ମୁଣ୍ଡ ଦୋଛକି ରାସ୍ତାରେ କାଚ ଓ ମନ୍ଦାର ଫୁଲ, ମୋଡ଼ା ମୁର୍ଗୀ ଏବଂ ଦୁର୍ବାକ୍ଷତ। ପାହାଡ଼ ଉପରୁ ଆମେ ତାହାପରେ ଦେଖିଲୁ ତମର ଲମ୍ବା ଲମ୍ବା ଗୋଡ଼ ଏବଂ ବୋଗେନଭିଲା ଡାହି ପରି ହାତ। ମଟରର ଆଲୁଅରେ ଛାଇ ପରି ଆକାଶ ଛୁଉଁଛି। ବସ୍ତିର ପୁନରୁଦ୍ରେକ, ବାରିଆଡ଼େ ଜଙ୍ଗଲ ସଫେଇ, ଚାଳଚିରା ଧୂଆଁ ଏବଂ କିଏ ହଠାତ୍ ଲାଜେଇ ଯାଉଛି। ଏ ଲାଜ କାହାକୁ? ଯଦି ସେତେବେଳେ ଲାଜ ଲାଗିନାହିଁ, ଏ ଲାଜର କି କାରଣ? ଯେତେବେଳେ ସମାପ୍ତ ହୋଇଛି, ତାପରେ ଦେଖିଲୁ ଆମେ ତମ ସାଙ୍ଗେ ହଠାତ୍ ଦିଗନ୍ତେ ବିଭିନ୍ନ ବହ୍ନିରେ ଦଗ୍ଧ ଇନ୍ଦ୍ରଧନୁ ଆର୍ଦ୍ର ପୁଣି ସ୍ଫଟିକ ବର୍ଷାରେ। ସାପ ପରି ଚକ୍ ଚକ୍ କରୁଥିଲା ଆକାଶର ସନ୍ଦେହ ଭିତରେ। ତମେ କିନ୍ତୁ ଦୌଡ଼ିଗଲ ପଛକରି। ଆମ ଡାକେ ଇତସ୍ତତ ହେଲ ଏବଂ ଆମେ ଜଳୁଥିଲୁ ଯେତେବେଳେ ବିଭକ୍ତ ଅନ୍ତରେ କେଉଁ ଫଟା ଦର୍ପଣରେ ମୁହଁ ଦେଖା ପରି କରି ମୁହଁ ପରସ୍ପରେ ଜାକି ଧରି ଥରୁଥିଲ ଆପଣାର ମଝି ବଖରାରେ। ସବୁ ବାରି ହେଉଥିଲା ତୁମର ସେ ପରସ୍ପର କୋଡ଼େ, ପରସ୍ପର ମୁହଁ ଲୁଚା। ଅନ୍ଧାରରେ ଯାହା ରକ୍ଷା କରେ, କାରଣ ସେ କିଛି ଦୃଶ୍ୟ କରେ ନାହିଁ। ଚଲା ମେଘ ପରି ଯେତେବେଳେ ଆମ ମନେ ଭାସୁଥିଲା ପଚାରିବା ନିମିତ୍ତ କଳ୍ପନା, ଆମକୁ ଦିଶିଲା ତମେ କେତେ ଶେତା ସ୍ତ୍ରୀ ଲୋକଙ୍କ ମେଳେ ଆମକୁ ପ୍ରାର୍ଥନା କର ନ ଫେରିବା ପାଇଁ ପୁନର୍ବାର ନିଜ ରୂପେ କିମ୍ବା ଇନ୍ଦ୍ରଧନୁ ରୂପେ ତମ ନୂଆ ଗାଁ ଚକ୍ରବାଳେ। ଏକ ବିଫଳ ପ୍ରେମର ବିରହ କବିତା। ସାତରଙ୍ଗର ସପ୍ତରଙ୍ଗୀ ଇନ୍ଦ୍ରଧନୁ। ପ୍ରତ୍ୟେକ ରଙ୍ଗ ପ୍ରତ୍ୟେକଠାରୁ ଦିଶିବାରେ ଅଲଗା। ଜୀବନକୁ କବି ଗୋଟିଏ ଇନ୍ଦ୍ରଧନୁର ପ୍ରତୀକ ଚିତ୍ରକଳ୍ପ କରିଦେଇଛନ୍ତି। ମଣିଷର ଜୀବନ ବୈଚିତ୍ର୍ୟପୂର୍ଣ୍ଣ, ନାନା ବିଚିତ୍ରତାରେ ଭରା। ସୁଖ ଦୁଃଖ, ହର୍ଷ ବିଷାଦ, ପାଇବା ହରେଇବା, ପ୍ରେମ ଘୃଣା, ଉତ୍ଥାନ ପତନ, ଧନୀ ନିର୍ଦ୍ଧନ, ଶିକ୍ଷିତ ମୂର୍ଖ, ଏହିଭଳି ମଣିଷ ଜୀବନର ସାଂସାରିକ ଅବସ୍ଥା। ସେଥିପାଇଁ କବି ମଣିଷର ଦୁର୍ଲଭ ଜୀବନକୁ ଗୋଟିଏ ଇନ୍ଦ୍ରଧନୁ କରିଦେଇଛନ୍ତି। ଇନ୍ଦ୍ରଧନୁର ପ୍ରତ୍ୟେକ ରଙ୍ଗ ପ୍ରତ୍ୟେକଠାରୁ ଯେମିତି ଅଲଗା, ସେମିତି ସୁଖ ଦୁଃଖ, ହର୍ଷ ବିଷାଦ, ପ୍ରେମ ଘୃଣା, ପାଇବା ହରାଇବା, ଉତ୍ଥାନ ପତନ ସବୁକିଛି ଅଲଗା ଅଲଗା ଜୀବନର ପାରିସ୍ଥିତିକ ଅନୁଭବ। ତେଣୁ ସେଥିପାଇଁ ଜୀବନକୁ କବି ଗୋଟେ ଇନ୍ଦ୍ରଧନୁ କରିଦେଇଛନ୍ତି ଏବଂ ଏହି ଇନ୍ଦ୍ରଧନୁ କବିତାରେ ନିଜର ଯୌବନ ଜୀବନର ବିଫଳ ପ୍ରେମର
परिभाषा प्रकाश करिछन्ति। इंद्रधनु जहाँकि कविंकर केते दिनर कविता पुस्तक रे स्थानित एकदा 1987 मसीहारे 97 मसीहारे यहाँ ब्रह्म संबलपुर विश्वविद्यालय युक्त 3 शेष वर्ष पिलांकर बाध्यतामूलक ओडिया MIL पाठरे पढ़ा जाउथिला। मु जेतेबेले DAV कॉलेज टिटलागढ़ रे ओडिया अध्यापक थिली सेतेबेले ई कविताटी को पिलांको पढ़ई थिली। मु तुमको खोजुथिली सते अबा मझी पोखरी रे। मझी पोखरी माने एठी जीवनर यौवन अवस्था। जीवन को गोटे जदि पोखरी सहित तुलना कर दिया जाए तेल मझी पोखरी होची जीवनर मध्यम अवस्था, यौवन अवस्था। जितेबेले मनीष यौवन प्राप्त हुए सेतेबेले मनीष प्रेम करे, नायिका खोजे, प्रेमिका खोजे। तेणु से ही समयर कविता से जीवन चित्र, विफल प्रेमर जीवन चित्र कवि एथिरे देखई देइछन्ति। मु तुमको डाकुथिली सत्य हवा मझी पोखरी रे। माने जेतेबेले मु युवक थिली, जीवन पोखरी रे मझी अवस्था थिली, युवक अवस्था थिली, सेतेबेले तुम मन मो मन मिसिला एवं मु तुमको प्रेम कली एवं तुमको खोजुथिली प्रेम करिबा पई। भासुथिबा हंस एक डाकुथिला पहुँचा हंस को। पोखरी रे हंस भासुथिबार दृश्य कवि देखैछन्ति। तेणु पोखरी रे जेमिति हंस भासुथिला एवं गोटे पहुँचा हंस कूଳରେ ठिया होइथिबा, कूଳରେ पहुँची जाइथिबा गोटे हंस को जेमिति भासुथिबा हंसटी डाकुथिला, मु सेमिति तुमको डाकुथिली। एठी हंस कहिले आत्मा को बुझाए। उपनिषद रे हंस होची आत्मार प्रतीक। तेणु मु तुमको खोजुथिली प्रेम करिवा पई जीवन पोखरी रे यौवन रे थाइकी। पोखरीर हुड़ा भांगी जेतेबेले पानी आसीगला तमे फेरी चाहिल नाही। मो जेतेबेले मो मनरे प्रेम उदग्र होईगला, जेतेबेले बढ़ी बन्यारे नई दुई कूल जमती उछुले एवं समग्र चतुर्दिग बन्या प्लावित कर दिए, सेतेबेले मो प्रेम सही सहीका जेतेबेले अतिशय होईगला, एक्सेस ऑफ एनीथिंग होईगला, सेतेबेले मु तुमको खोजिली प्रेम करिवा पई। पोखरीर हुड़ा भांगी अर्थात समाजर सबकिछि नीति नियम श्रृंखला मु भांगीदेली। जो मैंने प्रेम करती से माने समाज को डरती ना। प्यार किया तो डरना किया बोली गोटे मुगले आजम नामक हिंदी सिनेमा गीत अच्छी। तेणु मु तुमको खोजुथिली सेतेबेले आत्मा हंसर आत्मार प्रतीक धरी मु तुमको खोजुथिली। पोखरीर हुड़ा भांगी जेतेबेले मो मनरे प्रेम उदग्र होईगला, मु सही पारली नाही, सेतेबेले मु तुम पाखकू आसवा पई चाहूथिली, किंतु तमे दूरेई गल। तमे मते फेरी चाहिल नाही। काहाको एते डरिल, काहा पई एते बेसी भय? तुम काहाको डरिल? समाज को डरिल ना तुम परिवार को डरिल ना निज आत्मा को डरिल? जे डरिल मु जदि प्रेम करिवि एवं जदि माने समाज रे जदि बदनामर शिकार हुए, ए बदनाम पई तमे मते भय कल। एकरा जानिकी मध्य कवि आवेगवशवर्ती होइकी जानी पारु नांती एवं कहउचंती काहा पई एते बेसी भय, काहाको तमे भय कल। एवं जेतेबेले कवि सांगमानक मेଳରେ प्रेमिकार गाँ को बुलिया को जाइछन्ति एवं सेठी डेंगा डेंगा ताल शालपत्र गछ शाल गछ देखिछन्ति एवं वर्षा हो जाइछि, वर्षा छाड़ी जाइछि, आकाश रे प्राकृतिक इंद्रधनु दिशुछि एवं सेही शालपत्र वर्षा पानी रे धोई हो जाइछि। सेतिरे सूर्य किरण पड़िछि, अपराह्नर सूर्य किरण पड़िछि, सेठी चकचक करुछि शालपत्र। सती अबा पलटण केते शोइथिले सूर्य मुहां होई। जेतेबेले सैनिक माने प्रैक्टिस करती सकाळे एवं ताकर लक्ष्य थाए जे लक्ष्य साधन करिया पे सूर्य मुहां होई। अर्थात सूर्य जमतिका गोटे कविता अच्छी चलीथिबु सूर्य अनुसरी शुणिछ कि दिनकर कही अच्छी नीति प्रते उठी भितरे मु आलोक उत्ताप दिने बोली न पाइली छुट्टी। षष्ठ श्रेणी रे पढ़ा जाउथला से कविताटी चलीथिबु सूर्य अनुसरी। से भली सूर्य गोटे लक्ष्यस्थल, जीवनर लक्ष्यस्थल पाई सैनिक माने जेमितिका सकाळ उठिकी माने बंधुकर लक्ष्य चालना प्रैक्टिस करते अभ्यास करते से दृश्य को कवि एठी देखिछन्ति। पलटन माने प्लाटून केते शोइथिले सूर्य मुहां होई। अर्थात सूर्य मुहां होई माने निज लक्ष्य स्थल रे पहुँचवा पई से माने पेटेई पड़िकी बंधुक चालना करुथिले, बंधुक जेमितिका लक्ष्य भेद करिवो।
ଏବଂ ଓଦା ଶାଳପତ୍ରରେ ଚକଚକ ଖରା ଝଲସୁଥିଲା। ଓଦା ଶାଳପତ୍ର ଅର୍ଥାତ୍ ବର୍ଷା ଛାଡ଼ି ଯାଇଛି। ଶାଳପତ୍ର ବଡ଼ ବଡ଼ ଡେଙ୍ଗା ଡେଙ୍ଗା ଶାଳ ଗଛ ଏବଂ ତା ପତ୍ର ଧୋଇ ହୋଇଯାଇଛି। ସେଥିରେ ଅପରାହ୍ନର ସୂର୍ଯ୍ୟକିରଣ ପଡ଼ିଛି ଏବଂ ତାହା ଚକଚକ କରୁଛି। ସତେଅବା ପଲଟଣ ଶୋଇଥିଲେ ସୂର୍ଯ୍ୟମୁହାଁ ହୋଇ। ଲକ୍ଷ୍ୟସ୍ଥଳରେ ଭେଦ କରିବା ପାଇଁ ପ୍ଲାଟୁନ୍ ଶୋଇଥିଲେ ଓ ତାଙ୍କ ନମ୍ବରମାନ ପାଲିସରେ ଜଳିଲା। ତାଙ୍କର ନମ୍ବରମାନ, ତାଙ୍କର ଗୋଟେ କାନ୍ଧରେ ଗୋଟେ ନମ୍ବର ଥାଏ, କି 6 କି 7 କି 8, ସେ ଯେଉଁ ଗୋଟେ ମାନେ ବ୍ରାସର ମାନେ ପିତ୍ତଳର ଗୋଟେ ନମ୍ବର ପ୍ଲେଟ୍ ତାଙ୍କ କାନ୍ଧରେ ଝୁଲୁଥିଲା ଏବଂ ସେଗୁଡ଼ାକ ବ୍ରାସରେ ସଫା ହେଇଥିବାରୁ ଚକଚକ ସୂର୍ଯ୍ୟକିରଣ ପଡ଼ିକି ତାହା ଚିକ୍ କରୁଥିଲା। କାହାକୁ ଡରିଲ ତମେ କାହାକୁ ଡରିଲ? ଆମେ ଫେରି ଦେଖିଲୁ ଗାଁରେ ସବୁରି ଦରଜା ମେଲା। କବି ସାଙ୍ଗମାନଙ୍କ ମେଳରେ ପ୍ରେମିକାର ଗାଁକୁ ଯାଇଛନ୍ତି ଏବଂ ଦେଖିଛନ୍ତି ଯେ ସେଠି ସହର ଭଳିଆ ଚୋର ଭୟ ନାହିଁ। ତେଣୁ ଗାଁରେ ସମସ୍ତଙ୍କର ଦରଜା ମେଲା ହେଇଛି। କାହାର ଦାଣ୍ଡପଟ ଦରଜା ମେଲା ହେଇଛି, କାହାର ବାଡ଼ିପଟ ଦରଜା ମେଲା ହେଇଛି। ତେଣୁ ନିର୍ଭୟରେ ନିଶ୍ଚିନ୍ତରେ ଗ୍ରାମବାସୀମାନେ ସେମାନଙ୍କର ଘରର ଦୁଆର ଦରଜା ସବୁ ଖୋଲି ଦେଇକି ଜୀବନ ଅତିବାହିତ କରୁଛନ୍ତି। ଡର ବି ନାହିଁ, କାରଣ ଚୋର ଭୟ ନାହିଁ ଗାଁରେ ସେତେ। କେଉଁଠାରେ କୁଣ୍ଠିତ ଘୁଷୁରୀ ଓଟରା ହେବାର ଚିହ୍ନ। ପୁଣି ଗାଁର ଦୃଶ୍ୟ ଏଠି ଦେଖାଉଛନ୍ତି। କେଉଁଠି କୁଣ୍ଠିତ ଘୁଷୁରୀ ଅର୍ଥାତ୍ ଘୁଷୁରୀକୁ ଟାଣି କେତେ ବେକରେ ବଘା ଲଗେଇକି ଦଉଡ଼ି ଧରିକି ଟାଣି ତାଙ୍କୁ ନେଉଛନ୍ତି, ସେ ଦୃଶ୍ୟ ଦେଖୁଛନ୍ତି। ଏବଂ କେଉଁଠି ଶଗଡ଼ରେ ମାଣ୍ଡିଆ ଫସଲର କିଛି ଶସ୍ୟ ରାସ୍ତାରେ ପଡ଼ିଯାଇଛି, ବୁଣା ମାଣ୍ଡିଆ। ଅନ୍ୟଠାରେ ଭଙ୍ଗା ହାଣ୍ଡି, ଲାଉ ତୁମ୍ଭା ଅଥବା ଜୁଆଳି। କେଉଁଠି ମଶାଣିରେ ଭଙ୍ଗା ହାଣ୍ଡି ପଡ଼ିଛି, ଶବ ପୋଡ଼ା ଯାଉଥିବାର ଭଙ୍ଗା ହାଣ୍ଡି, ଯେଉଁ ଆମର ଦଶାହ କ୍ରିୟା ସମୟରେ ଯେଉଁ ଭଙ୍ଗା ହାଣ୍ଡି ପଡ଼ିଛି। ଏବଂ ଲାଉ ତୁମ୍ଭା ଅର୍ଥାତ୍ ଲାଉ ତୁମ୍ଭା ଧରିକି, ଏଠି ଦାରିଦ୍ର୍ୟର ଚିହ୍ନ। ଲାଉ ତୁମ୍ଭା, ଲାଉ ଥାଳ ଧରିକି ଭିକାରୀ ଭିକ ମାଗୁଛି ଗାଁ ଭିତରେ ପଶିକି। ଏବଂ କେଉଁଠି ଗାଁର ମାଟି କାନ୍ଥରେ ଜୁଆଳି ଡେରା ହୋଇଛି। ଜୁଆଳି ମାନେ ଏଠି ଯେଉଁ ବଳଦ ବେକରେ ଯେଉଁ ଚାଷ ସମୟରେ ପଡ଼େ, ଏଠି ଜୁଆଳି ମାନେ ଗୋଟେ ଦାୟିତ୍ୱବୋଧର ପ୍ରତୀକ। ଜୁଆଳି ପଡ଼ିଛି। ସେମାନେ ଯେମିତି ପଳାଇବା ନିମିତ୍ତ ଉଦ୍ୟତ, ଅର୍ଥାତ୍ କବି ଚାଲି ଯାଉଛନ୍ତି ଗାଁ ଦାଣ୍ଡରେ, ଦେଖୁଛନ୍ତି ସେମାନେ ସବୁ ସିନେମା ଭଳିଆ ଦୃଶ୍ୟ, ଗୋଟେ ପରେ ଗୋଟେ ଗ୍ରାମୀଣ ଦୃଶ୍ୟ ଦେଖିକି ଚାଲି ଯାଉଛନ୍ତି। ସେମାନେ ପାସ୍ କରି ଯାଉଛନ୍ତି ଅଥଚ ପାରନ୍ତି ନାହିଁ। କିନ୍ତୁ କବି ପ୍ରେମିକାର ଗାଁକୁ ବୁଲିବାକୁ ଯାଇଛନ୍ତି ସାଙ୍ଗ ମେଳରେ, କିନ୍ତୁ ଭୁଲି ପାରୁନାହାନ୍ତି। ସେସବୁ ତାଙ୍କର ମନର ଦର୍ପଣରେ, ଆଖିର ଆଇନାରେ ପ୍ରତିଫଳିତ ହେଉଛି। ଗାଁ ମୁଣ୍ଡ ଦୋଛକି ରାସ୍ତାରେ କାଚ ଓ ମନ୍ଦାର ଫୁଲ, ମୋଡ଼ା ମୁର୍ଗୀ ଏବଂ ଦୁର୍ବାକ୍ଷତ। ଗାଁ ମୁଣ୍ଡ ଦୋଛକି ରାସ୍ତାରେ, ଚାରିଛକ, ଗାଁର ଯେଉଁ ଚାରିଛକ ରାସ୍ତାରେ କେଉଁଠି ଗୁଣିଗାରେଡ଼ିର ପ୍ରତୀକ ପଡ଼ିଛି, ଯେ ମନ୍ଦାର ଫୁଲ ପଡ଼ିଛି, ମୋଡ଼ା ମୁର୍ଗୀକୁ କୁକୁଡ଼ାକୁ ମୋଡ଼ା ହେଇକି, ବେକ ମୋଡ଼ା ହେଇକି ପଡ଼ିଛି। କେଉଁଠି ଦୁର୍ବାକ୍ଷତ ମାନେ ଘାସ, କଅଁଳିଆ ଘାସର କିଛି ଅଂଶ ପଡ଼ିଛି ଏବଂ ସିନ୍ଦୁର ପଡ଼ିଛି, ଅର୍ଥାତ୍ ଗୁଣିଗାରେଡ଼ିର ପ୍ରତୀକ, ତନ୍ତ୍ରବିଦ୍ୟାର ପ୍ରତୀକ। ପାହାଡ଼ ଉପରୁ ଆମେ ତାହା ପରେ ଦେଖିଲୁ ତମର ଲମ୍ବା ଗୋଡ଼ ଏବଂ ବୁଗେନଭିଲା ଡାହି ପରି ହାତ। ତେଣୁ ଗ୍ରାମ୍ୟ ପରିବେଶରେ ଗୋଟେ ପାହାଡ଼, ଛୋଟ ମୁଣ୍ଡିଆ ଅଛି। ସେ ମୁଣ୍ଡିଆ ଉପରେ କବି ସାଙ୍ଗମାନଙ୍କ ମେଳରେ ଚାଲି ଯାଇଛନ୍ତି ଏବଂ ସେ ପାହାଡ଼ ଉପରୁ ଦେଖୁଛନ୍ତି ସବୁକିଛି ଛାଇ, ସୂର୍ଯ୍ୟକିରଣର ଛାଇ ପଡ଼ିଛି ଗଛ ପତ୍ରରେ ଏବଂ ତାହା ଲମ୍ବା ଦିଶୁଛି। ଯେମିତି ବୁଗେନଭିଲା ଗଛର ଯେମିତିକା ଡାହି, ଅର୍ଥାତ୍ ପାଇନ ଗଛର ଡାଳ ଯେମିତିକା ଲମ୍ବା, ଠିକ୍ ସେମିତିକା ଲମ୍ବା ଛାଇ ପଡ଼ିଛି। ମଟରର ଆଲୁଅରେ ଛାଇଁ ପରି ଆକାଶ ଛୁଉଁଛି। ଯେମିତିକା ବର୍ଷା ଋତୁରେ ମଟରର ଆଲୁଅ ଯେମିତି ଦୂର ଦିଗ୍ବଳୟରେ ପଡ଼ିଥାଏ, ଠିକ୍ ସେମିତିକା ପରିବେଶ କବି ଦେଖୁଛନ୍ତି। ବସ୍ତିର ପୁନରୁଦ୍ରେକ, କେଉଁଠି ଜଙ୍ଗଲ ଅରମା ବଣ ହେଇଯାଇଛି, ତାକୁ ବସ୍ତିର ପୁନରୁଦ୍ରେକ, ତାକୁ ଲୋକମାନେ ଝାଡ଼ିକି ସାପ ବେଙ୍ଗ ଭୟରୁ ବର୍ଷା ସମୟରେ ଅଣବଣସଣ ହେଇକି ପଡ଼ିଥିବା ମାନେ ଘାସ ଜମି ଯାଇଛି, ଅରମା ହେଇଯାଇଛି ବଣ, ତାକୁ ସଫା କରୁଛନ୍ତି ସାପ ବେଙ୍ଗ ହିଂସ୍ର ଜନ୍ତୁ ଭୟରୁ। ଏବଂ ବାରିଆଡ଼େ ଜଙ୍ଗଲ ସଫେଇ, କେଉଁଠି ବାରିଆଡ଼େ ବାଡ଼ିପଟେ ଲୋକମାନେ ଜଙ୍ଗଲକୁ ସଫା କରୁଛନ୍ତି, ଯେଉଁ ଅଣବଣ ହେଇକି ପଡ଼ିଛି ଅନାବନା ଗଛ, ତାକୁ ସଫା କରୁଛନ୍ତି, ରାସ୍ତା କ୍ଲିଅର କରିଦେଉଛନ୍ତି। ଏବଂ କେଉଁଠି ଚାଳ ଚିରା ଧୂଆଁ, କେଉଁଠି ସନ୍ଧ୍ୟା ସମୟରେ ଗ୍ରାମ୍ୟ ଗୃହିଣୀ ହାଣ୍ଡିଶାଳରେ ବସିକି ରୋଷେଇ କରୁଛି ଏବଂ ତାର ଚୁଲି ଧୂଆଁ ଚାଳର ମଥାନକୁ ଡେଇଁକି ଆକାଶକୁ ଉଠିଯିବାର ଦୃଶ୍ୟ ଦେଖୁଛନ୍ତି। ଯେମିତିକା ଡାଆଣିଆ ଖରାରେ ପଲ୍ଲୀକବି ନନ୍ଦକିଶୋର ବଳ କହିଛନ୍ତି ଯେ
ସେ ଯେଉଁ ତାଳ ଚିରା ଧୂଆଁର କଥା, ଉଠିଲା କୁଟୀର ମଥାନ ଭେଦି ଧୂମ ସଗନେ, ପରାତ୍ମାରେ ଆତ୍ମା ପ୍ରାୟକ ମିଶି ଗଲା ଗଗନେ। ଠିକ୍ ସେଇଭଳି ଅବସ୍ଥା। କିଏ ହଠାତ୍ ଲାଜେଇ ଯାଉଛି। ତେଣୁ ଗ୍ରାମ୍ୟ ନାରୀମାନେ ପୁରୁଷ ଲୋକମାନଙ୍କୁ ଦେଖିକି, ଅପରିଚିତ ଅଜ୍ଞାତ ପୁରୁଷମାନଙ୍କୁ ଲେଖିକି ସେମାନେ ଲାଜେଇ ଯାଉଛନ୍ତି, ମୁଣ୍ଡରେ ଓଢ଼ଣା ଦେଇ ଦେଉଛନ୍ତି, କିଏ ମୁହଁରେ କାନି ଢାଙ୍କି ଦେଉଛି, ହଠାତ୍ ଲାଜେଇ ଯାଉଛି। ଏ ଲାଜ କାହାକୁ? ସେଇଠି କବି ଦେଖିଛନ୍ତି ଯେ ପ୍ରେମିକାର ଗାଁରେ ପ୍ରେମିକା ଲାଜ ଲାଜ ଅବସ୍ଥାରେ ଠିଆ ହେଇଛି। ସେତେବେଳେ କବି ମନକୁ ମନ, ନିଜ ମନକୁ ମନ ପ୍ରଶ୍ନ ପଚାରୁଛନ୍ତି, ଏ ଲାଜ କାହାକୁ? କାହାକୁ ଲାଜ କରୁଛ? ଯେତେବେଳେ ପ୍ରେମ କଲ ସେତେବେଳେ ତ ଲାଜ ସରମ ତମର ନଥିଲା। ଆଜି ଯେତେବେଳେ ପ୍ରେମ ଭାଙ୍ଗି ଯାଇଛି, ମୁଁ ତମ ପାଇଁ ଅପରିଚିତ ଅବଜ୍ଞାତ ହେଇଛି, ତମେ ଲାଜ କାହାକୁ କରୁଛ? ଯଦି ସେତେବେଳେ ଲାଜ ଲାଗିନାହିଁ, ଯେତେବେଳେ ପ୍ରେମ କରୁଥିଲ ସେତେବେଳେ ଯଦି ଲାଜ ଲାଗିନାହିଁ, ଏବେ ତ ତମେ ବାହା ହେଇଗଲଣି ଏବଂ ତମେ ଅନ୍ୟର ମାନେ ସ୍ତ୍ରୀ ହେଇଗଲଣି, ଗୋଟେ ଗ୍ରାମ୍ୟ ବାସିନୀ ହେଇଗଲଣି ଏବଂ ସାଙ୍ଗସାଥି ମେଳରେ ତମେ ଠିଆ ହେଇଛ, ପୁଣି ଦେଖିକି ତମେ ଲାଜ କରୁଛ। ମାନେ କବିଙ୍କର ଯେଉଁ ପ୍ରେମିକା ସେ କବିଙ୍କୁ ଦେଖୁଛନ୍ତି ଏବଂ କାଳେ ପରିଚିତ ହେଇଯିବେ, କବି ତାଙ୍କୁ ଡାକି ପକାଇବେ। ସେ ଗ୍ରାମ୍ୟ ମହିଳା, ସେ ହେଉଛନ୍ତି ରକ୍ଷଣଶୀଳା, କଞ୍ଜରଭେଟିଭ। ତେଣୁ କାଳେ ଯଦି ବଦନାମର ଶିକାର ହେଇଯିବେ, ସେଥିପାଇଁ ସେ ଲାଜ କରୁଛନ୍ତି କବିଙ୍କୁ। କିନ୍ତୁ କବି ଜାଣିପାରୁନାହାନ୍ତି, ଆବେଗ ବଶବର୍ତ୍ତୀକି ପଚାରୁଛନ୍ତି, ଏ ଲାଜ କାହାକୁ? ଯଦି ପ୍ରେମ କରୁଥିଲା ବେଳେ ଲାଜ ନାହିଁ, ଏବେ ତ ତମେ ବିବାହିତ ନାରୀ ହେଇସାରିଲଣି, ତୁମେ ଲାଜ କାହିଁକି କରୁଛ? କାହାକୁ ଲାଜ କରୁଛ? ଏ ଲାଜର କି କାରଣ? ଏ ଲାଜର କାରଣ ମୁଁ ଜାଣିବାକୁ ଚାହେଁ। ଯେତେବେଳେ ସମାପ୍ତ ହୋଇଛି, ଯେତେବେଳେ ଆମର ପ୍ରେମ ଭାଙ୍ଗି ଯାଇଛି, ତମେ ଅଲଗାର ସ୍ତ୍ରୀ ହେଇଯାଇଛ, ମୁଁ ଅପରିଚିତ ହେଇଯାଇଛି, ପୁଣି ଲାଜ କରିବାରେ କ'ଣ? ଯେତେବେଳେ ପ୍ରେମ କରୁଥିଲ ସେତେବେଳେ ତ ଲାଜ କରିନ, ଏବେ ତ ସବୁ ସରିଗଲା, ପ୍ରେମ ଭାଙ୍ଗି ଯାଇଛି, ତମେ ଅନ୍ୟର ସ୍ତ୍ରୀ ହେଇଯାଇଛ, ତେଣୁ ଏ ଲାଜ କାହିଁକି କରୁଛ? ତାପରେ ଦେଖିଲୁ ଆମେ ତମ ସାଙ୍ଗେ ହଠାତ୍ ଦିଗନ୍ତେ। ତାପରେ କବି ସାଙ୍ଗମାନଙ୍କ ମେଳରେ ପାହାଡ଼ ଉପରେ ଚଢ଼ି ଯାଇଛନ୍ତି ଏବଂ ଦୂର ଦିଗ୍ବଳୟକୁ ଦେଖୁଛନ୍ତି, ଯେଉଁଠି ଆକାଶ ପୃଥିବୀର ମିଳନସ୍ଥଳ, ତାକୁ ଦେଖୁଛନ୍ତି। ବିଭିନ୍ନ ବହ୍ନିରେ ଦଗ୍ଧ ଇନ୍ଦ୍ରଧନୁ ଆର୍ଦ୍ର ପୁଣି ସ୍ଫଟିକ ବର୍ଷାରେ। ତେଣୁ ବର୍ଷା ଛାଡ଼ି ଯାଇଛି, ଚାରିଆଡ଼ ସଫା ସ୍ଫଟିକ ଫିଟିକିରି ଭଳିଆ ସଫା ପରିବେଶ ଦେଖାଯାଉଛି। ସେଇଠି ସୂର୍ଯ୍ୟର ବିପରୀତ ଦିଗରେ ଗାଢ଼ ଇନ୍ଦ୍ରଧନୁ, ସପ୍ତରଙ୍ଗୀ ଇନ୍ଦ୍ରଧନୁ ସେ ଆକାଶରେ ଶୋଭା ପାଉଛି, ଦିଶୁଛି ଏବଂ ପ୍ରତ୍ୟେକ ରଙ୍ଗ ପ୍ରତ୍ୟେକ ଠାରୁ ଅଲଗା। ସାପ ପରି ଚକଚକ୍ କରୁଥିଲା, ଯେମିତି ସାପର କାତି ଛାଡ଼ିଦେଲେ ସାପ ଚକଚକ୍ କରେ ସାପର ଦେହ, ଠିକ୍ ସେଇଭଳି ସ୍ପଷ୍ଟ ଆକାଶର ପରିବେଶରେ, ମେଘୁଆ ପରିବେଶରେ, ସୂର୍ଯ୍ୟ କିରଣରେ, ଅସ୍ତଗାମୀ ସୂର୍ଯ୍ୟ କିରଣରେ ଖୋଲା ପୁରା ସ୍ପଷ୍ଟ ଇନ୍ଦ୍ରଧନୁ ଦେଖାଯାଉଥିଲା। ସେଇଠି ଆକାଶର ସନ୍ଦେହ ଭିତରେ କବିଙ୍କର ଜୀବନ ଆକାଶ, ଏଠି ଜୀବନ ଆକାଶ, ମନ ଆକାଶରେ ସେ ସନ୍ଦେହ ଦେଖାଯାଉଛି ଯେ ପ୍ରେମିକା କେଉଁଥିପାଇଁ ମୋତେ ଆଉ ପ୍ରେମ କଲାନି, ସେ ଅଧା ପ୍ରେମରୁ ସିଏ ବାଟ ଭାଙ୍ଗି ଚାଲିଗଲା, କ'ଣ ତା'ର କାରଣ ହେଲା, କ'ଣ ଅସୁବିଧା ହେଲା? ତମେ କିନ୍ତୁ ଦୌଡ଼ିଗଲ ପଛ କରି ଏବଂ ତମେ କାଳେ ଚିହ୍ନା ପଡ଼ିଯିବ, ତୁମେ ଗ୍ରାମ୍ୟ ସ୍ତ୍ରୀ ଲୋକଙ୍କ ମେଳରେ ଠିଆ ହେଇଛ, କାଳେ ମୁଁ ତୁମକୁ ପଚାରିଦେବି ମୋ ପ୍ରେମ ବିଫଳ ପ୍ରେମ ବିଷୟରେ, ତମେ ଲାଜ ପାଇବ, ତମେ ଗୋଟେ ସ୍ୱାମୀର ସ୍ତ୍ରୀ ହେଇଯାଇଛ, ତମେ ସେଠୁ ଗଞ୍ଜଣା ପାଇବ, ଗାଳି ଶୁଣିବ, ସେଇଥିପାଇଁ ବୋଧେ ତମେ ଲାଜ କରିକି ପଛ କରି ଚାଲିଗଲ, ଅର୍ଥାତ୍ ମୁଁ ଯାଉଛି ତମେ ବିପରୀତ ଦିଗରେ ଚାଲିଗଲ। ଆମେ ଡାକେ ଇତସ୍ତତ ହେଲେ, ମୁଁ ଯେତେବେଳେ ତୁମକୁ ଡାକିଲି ତୁମେ ଟିକେ ଏପଟ ସେପଟ ହେଇଗଲ, ବିଚଳିତ ହେଇଗଲ, ଇତସ୍ଥିତ ହେଇଗଲ ଯେ ବର୍ତ୍ତମାନ ପ୍ରେମିକା ଆସିଲାଣି, ମୋତେ ପଚାରିବ ମୋର ବାହାଘର ବିଷୟରେ, କି ପ୍ରେମ ଅଧା କାହିଁକି ରହିଗଲା ସେ ବିଷୟରେ ପଚାରିବ। ତେଣୁ ଗୋଟେ ଗ୍ରାମ୍ୟ ମହିଳା ହେଇଯାଇଛି, ତେଣୁ ଗାଁବାସୀଙ୍କୁ ଡରିକି କଞ୍ଜରଭେଟିଭ ମାନେ ସଂରକ୍ଷଣଶୀଳ ଥିବାରୁ ସିଏ ଆଉ କିଛି ପରିଚୟ ଦେଇନାହାନ୍ତି ଏବଂ ବିପରୀତ ଦିଗରେ ଚାଲି ଯାଇଛନ୍ତି। ଲାଜ ଭାବ ଦେଖେଇଛନ୍ତି ଏବଂ ସଲଜ୍ଜ ଭାବ ଦେଖେଇଛନ୍ତି ଏବଂ ତାଙ୍କର ପ୍ରେମ ବିଷୟରେ ଯେମିତିକା ପ୍ରେମିକ ନ ପଚାରନ୍ତୁ ସେ ଚାହିଁଛନ୍ତି, ସେଥିପାଇଁ ସେ ପ୍ରେମିକ ଠାରୁ ଦୂରେଇ ରହିଛନ୍ତି, ଏଣେ ତେଣେ ଇତସ୍ତତ ବିଚଳିତ ହେଇଯାଇଛନ୍ତି। ଏବଂ ଆମେ ଜଳୁଥିଲୁ ଯେତେବେଳେ ବିଭକ୍ତ ଅନ୍ତରେ, ଏବଂ ମୁଁ ଯେତେବେଳେ ବିଭକ୍ତ ଅନ୍ତରେ, ଭଙ୍ଗା ହୃଦୟ, ବିଭକ୍ତ ମାନେ ଭଙ୍ଗା ହୃଦୟ ନେଇକି ଯେତେବେଳେ ମୁଁ ଅନ୍ତରେ ଜଳୁଥିଲି, କେଉଁ ଫଟା ଦର୍ପଣରେ ମୁହଁ ଦେଖା ପରି କରି ମୁହଁ, ଫଟା ଭାଙ୍ଗି ଯାଇଥିବା ଦର୍ପଣ ଯେମିତି ମୁହଁ ଭାଙ୍ଗି ଭାଙ୍ଗି ବିଭଙ୍ଗିତ ଦିଶେ, ସେଇଭଳି ତମର ମୁହଁ ଦେଖାଯାଉଥିଲା। ମୁଁ ଶୁଖିଲା ଶେତାଳିଆ ଝାଳୁଆ ଏବଂ କାଳିଆ ରଙ୍ଗର, ପରସ୍ପର ଜାକି ଧରି ଧରୁଥିଲ ଆପଣାର ମଝି
ମଝି ବଖରାରେ ତୁମେ ତୁମ ଗ୍ରାମ୍ୟ ସ୍ତ୍ରୀ ଲୋକଙ୍କ ମେଳରେ ଲୁଚିକି ତୁମେ ଠିଆ ହେଉଥିଲ, ନିଜକୁ ମାନେ ମୋତେ ସ୍ପଷ୍ଟ କରି ଖୋଲାଖୋଲି ଦେଖାଇ ଦେଉନଥିଲ, ପରସ୍ପର ଜାକିକି ଧରୁଥିଲ, ଅର୍ଥ ଗାଁର ସ୍ତ୍ରୀ ଲୋକମାନଙ୍କର ପଛରେ ଆଢ଼ୁଆଳରେ ତୁମେ ଲୁଚିକି ରହୁଥିଲ ମଝି ବଖରାରେ, ଅର୍ଥାତ୍ ଜୀବନର ମଝି ବଖରା ମାନେ ଯୌବନରେ ଥାଇକି ସବୁ ବାରି ହେଉଥିଲା। ମୁଁ ସବୁ ଦେଖିପାରୁଥିଲି, ସ୍ପଷ୍ଟ ଦେଖିପାରୁଥିଲି ତୁମର ସେ ପରସ୍ପର କୋଡ଼େ ପରସ୍ପର ମୁହଁଲଚା, ତୁମର ଯେଉଁ ଗ୍ରାମ୍ୟ ରମଣୀମାନଙ୍କ ଭିତରେ, ଗାଁର ସ୍ତ୍ରୀ ଲୋକମାନଙ୍କ ଭିତର କାନ୍ଧରେ ତାଙ୍କ ପଛପଟେ ଆଢ଼ୁଆଳରେ ଲୁଚିକି ତୁମେ ଠିଆ ହେଉଥିଲ, ମୁହଁ ଲୁଚେଇକି ଠିଆ ହେଉଥିଲ। ମୁଁ ତୁମକୁ ଦେଖିପାରୁଥିଲି ଏବଂ ଭାବିପାରୁଥିଲି ଯେ କାଳେ ମୁଁ ମୋର ଜୀବନର ଅଧା ପ୍ରେମ ବିଷୟରେ ମୁଁ ତୁମକୁ ପଚାରିଦେବି, ସେଇଥିପାଇଁ ତୁମେ ବଦନାମର ଶିକାର ହେବ, ଗ୍ରାମ୍ୟ ଲୋକଙ୍କ ସମ୍ମୁଖରେ ଧରା ପଡ଼ିଯିବ, ସେଇଥିପାଇଁ ତୁମେ ନିଜକୁ ଲୁଚେଇ ଦେଉଥିଲ। ଅନ୍ଧାରରେ ଯାହା ରକ୍ଷା କରେ କାରଣ ସେ କିଛି ଦୃଶ୍ୟ କରେ ନାହିଁ। ଅନ୍ଧାରରେ ନିଜକୁ ଲୁଚେଇ ଦେଉଥିଲ, ଏଠି ଅନ୍ଧାର ମାନେ ନିଜକୁ ଲୁଚେଇ ଦେଉଥିଲ, ଲୁପ୍ତ କରୁଥିଲ ଏବଂ ନିଜକୁ ରକ୍ଷା କରିବା ପାଇଁ ନିଜର ପ୍ରେମର ମାନେ ବଦନାମରୁ କେମିତି ଦୂରେଇ ରହିବ ସେଇଥିପାଇଁ ତୁମେ ନିଜକୁ ଲୁଚେଇ ରହୁଥିଲ। କିନ୍ତୁ ଅନ୍ଧାରରେ ନିଜକୁ ରକ୍ଷା କରୁଥିଲ, ଯେମିତି ଅନ୍ଧାରରେ କିଛି ଦିଶେ ନାହିଁ, କିନ୍ତୁ ମୋତେ ମୋର ମନରେ ମୁଁ ତୁମକୁ କାହିଁ ତୁମେ ଲୁଚୁଥିଲ, ସଲଜ୍ଜ ଭାବ କରୁଥିଲ, ମୁଁ ଜାଣିପାରୁଥିଲି। ଚଲା ମେଘ ପରି ଯେତେବେଳେ ଆମ ମନେ ଭାସୁଥିଲା ପଚାରିବା ନିମିତ୍ତ କଳ୍ପନା, ଯେମିତି ଆକାଶରେ ମେଘ ଭାସି ଭାସିକା ଚାଲିଯାଏ, ଠିକ୍ ସେମିତି ମୋ ଜୀବନ ଆକାଶରେ ମାନେ ଆମ ମନରେ କଳ୍ପନା ଆସୁଥିଲା, ମୁଁ ତୁମକୁ ପଚାରିବି ଯେ କାହିଁକି ତୁମେ ଅଧା ପ୍ରେମ ଛାଡ଼ିକି ଚାଲିଗଲ, ମୋତେ କାହିଁକି ତୁମେ ଦଗା ଦେଲ, ଠକିଦେଲ। ସେଇ କଥା ଯେତେବେଳେ ପଚାରିବି, ଯେମିତି ଭାଷା ମେଘ ଭଳିଆ ମୋର ମନର ଆକାଶରେ ଏଇ ପ୍ରକାର ଉତ୍କଣ୍ଠିତ ପ୍ରଶ୍ନ ଆସୁଥିଲା। ଆମକୁ ଦିଶିଲା ତମେ କେତେ ସେତା ସ୍ତ୍ରୀ ଲୋକଙ୍କ ମେଳେ ଏବଂ ମୋତେ ଦିଶିଲା ତମେ କେତେକ ଝାଉଁଳିଆ ଆଉ କାମ କରି କରିକା ହାଲିଆ ହେଇଯାଇଥିବା, କ୍ଳାନ୍ତ, ସେତା ପଡ଼ିଯାଇଥିବା, ପାଉଁଶିଆ ପଡ଼ିଯାଇଥିବା, ଗଳା ପଡ଼ିଯାଇଥିବା, କଳାକାଠ ପଡ଼ିଯାଇଥିବା ଗାଁ ଲୋକଙ୍କର ସ୍ତ୍ରୀ ଲୋକଙ୍କ ମେଳରେ ଆମକୁ ପ୍ରାର୍ଥନା କର, ମନେ ମନେ ତୁମେ ପ୍ରାର୍ଥନା କରୁଥିଲ ଯେ ମୁଁ ଆଉ ଯେମିତି ତୁମ ଜୀବନରେ ନ ଫେରେ, ଅର୍ଥାତ୍ ତୁମକୁ ନ ପଚାରେ, ତୁମେ କାହିଁକି ବର୍ତ୍ତମାନ ଗାଁର ଗୋଟିଏ ସଧବା ନାରୀଟିଏ ହେଇଯାଇଛ, ବିବାହିତ ନାରୀଟିଏ ହେଇଯାଇଛ, ଗ୍ରାମ୍ୟ ବଧୂଟିଏ ହେଇଯାଇଛ, ତୁମେ କାଳେ ବଦନାମର ଶିକାର ହେବ, ସେଥିପାଇଁ ତୁମେ ମୋତେ ପ୍ରାର୍ଥନା କରୁଥିଲ ମନେ ମନେ ଯେ ତୁମେ ଆସ ନାହିଁ ମୋ ଗାଁକୁ, ମୋର ଶାଶୁଘର ଗାଁକୁ, ମୋତେ ଦେଖା ଦିଅ ନାହିଁ, ମୋ ସେଥିରେ କଥାବାର୍ତ୍ତା କର ନାହିଁ, କି ମୋତେ ବଦନାମରୁ ତୁମେ ଦୂରେଇ ରଖ, ମୁଁ ଯେମିତିକା ତୁମର ମାନେ ଆକର୍ଷଣରେ ପଡ଼ିକି ତୁମ ସାନ୍ନିଧ୍ୟରେ ଆସିକି ଯେମିତି ମୁଁ ବଦନାମର ଅପବାଦର ଶିକାର ନ ହୁଏ, ଗଞ୍ଜଣାର ଶିକାର ନ ହୁଏ, ସ୍ୱାମୀ ଶାଶୁଙ୍କ ଠାରୁ ମୁଁ ଯେମିତିକା ଉଲୁଗୁଣା ନ ପାଏ, ଗାଳି ନ ଶୁଣେ, ବଦନାମର ଶିକାର ନୁହେଁ ଏବଂ ଏଇ ଝିଅଟିର ଚରିତ୍ର ଭଲ ନାହିଁ, କାହାକୁ ପ୍ରେମ କରୁଥିଲା, ଏଇଭଳିଆ ଅପବାଦର ଶିକାର ନ ହୁଏ, ଆମକୁ ସେଇ ପ୍ରାର୍ଥନା ତୁମେ କରୁଥିଲ ପୁନର୍ବାର ଆଉ ଥରେ ମନେ ମନେ ନିଜ ରୂପେ କିମ୍ବା ଇନ୍ଦ୍ରଧନୁ ରୂପେ। ଏବଂ ନିଜ ରୂପେ ମାନେ ତୁମ ନିଜର ମାନେ ମନରେ, ନିଜର ବ୍ୟକ୍ତିତ୍ୱରେ ଏବଂ ଇନ୍ଦ୍ରଧନୁର ସପ୍ତରଙ୍ଗୀ ଗୋଟେ ପ୍ରେମର ଯେଉଁ ଭାବ, ସୁଖ ଦୁଃଖ, ହର୍ଷ ବିଷାଦ, ପାଇବା ହରେଇବା, ଏଇସବୁ ଯେଉଁ କସ୍ମକସ୍ମା ଗୋଟେ ଦ୍ୱନ୍ଦ୍ୱଶୀଳତାରେ ଥାଇକି ତୁମ ନୂଆ ଗାଁ ଚକ୍ରବାଳେ ତୁମ ନୂଆ ଗାଁ ଚକ୍ରବାଳେ ମାନେ ତୁମ ନୂଆ ଦୁନିଆର ଶେଷ ସୀମାରେ, ତୁମ ନୂଆ ଦୁନିଆର ସଂସାରରେ।